My advice will be to all the youth: live for your dreams and passion. Either you will be success, you will be happy. Either you will be failed, you will be wise. Failure will teach you lots of lessons. It will stimulate you. Failure will realize your weakness, your strength, your ability, your capability. Don't be fear for the failures. Failure is the best teacher in life. ମୁଁ ସମସ୍ତଙ୍କୁ ଯୁବକ ମୋର ଅନୁରୋଧ ବିନତି କର, ଯେଉଁଟା ମଧ୍ୟ କରିବା ପାଇଁ ଚାହୁଁଛନ୍ତି ସେଟା କର। ଆପଣମାନଙ୍କର ନିଜର ଉଦ୍ଦେଶ୍ୟ ନିମନ୍ତେ, ନିଜର ଉତ୍ତେଜିତ ନିମନ୍ତେ କାମ କର, ବଞ୍ଚ। ଯେଉଁଟା ମଧ୍ୟ କରିବା ପାଇଁ ଚାହୁଁଅଛି, ଇଚ୍ଛା ଲାଗୁଛି, ସେଇ ହିସାବରେ ବଞ୍ଚ। ଯଦି ବା ଆପଣମାନେ ସଫଳତା ପାଇବେ ତାହେଲେ ଆପଣମାନେ ଖୁସି ହେବେ। ଯଦି ବା ଅସଫଳତା ହେଲେ ତାହେଲେ ଅସଫଳତା ଆପଣଙ୍କୁ ବହୁତ କିଛି ଶିଖେଇବ। ଅସଫଳତା ଆପଣଙ୍କୁ ବହୁତ କିଛି ଶିଖେଇକି ଜ୍ଞାନବାନ ବନେଇବ। ଫେଲିୟର ପାଇଁ ଡର ନାହିଁ। ଫେଲ୍ ହେଲେ ହିଁ ଆମମାନଙ୍କୁ ଜଣା ପଡ଼ିବ ଆମମାନଙ୍କର କେତେ ଶକ୍ତି, କେତେ ସାମର୍ଥ୍ୟ, କେତେ ଯୋଗ୍ୟତା, ଆମେ କେତେ ଟ୍ୟାଲେଣ୍ଟ, ଆମମାନଙ୍କ ପାଖରେ କେତେ ଶକ୍ତି ଅଛି ଜଣା ପଡ଼ିବ। ଫେଲିୟର ଇଜ ଦ ବେଷ୍ଟ ଟିଚର ଇନ୍ ଲାଇଫ୍। ରିମେମ୍ବର ଦିସ୍ ଥିଙ୍ଗସ୍ ଅନ୍ଟିଲ୍ ୟୋର ଡେଥ୍ ଇନ୍ ଲାଇଫ୍। ଏଇ ଗୋଟେ କଥା ସବୁବେଳେ ମନେ ରଖନ୍ତୁ। ଅସଫଳତା ହିଁ ଆମମାନଙ୍କର ବହୁତ ବଡ଼ ଶିକ୍ଷକ ଅଟେ। ଅସଫଳତା ହିଁ ଆମମାନଙ୍କୁ ବହୁତ କିଛି ଶିଖେଇଥାଏ ଲାଇଫ୍ରେ। ଅସଫଳତା ପାଇଁ ଡର ନାହିଁ। ଯେଉଁଟା ମଧ୍ୟ କରିବା ପାଇଁ ଚାହୁଁଅଛ ନିଜ ହୃଦୟଟାରେ ସେଇଟାକୁ କର, ସେଇ ହିସାବରେ ବଞ୍ଚ। Live for your dreams and passion. Do what you are desire to do, which is ethically right. Do it. ଯେଉଁଟା ମଧ୍ୟ କରିବା ପାଇଁ ଚାହୁଁ, ଯେଉଁଟାକି ଏଥିକାଲି ରାଇଟ୍, ଠିକ୍ ଅଛି ସମାଜ ପାଇଁ, ଆପଣମାନଙ୍କ ପାଇଁ, ସେଇ ହିସାବରେ ବଞ୍ଚ, କାମ କର। If you are living for your dreams and passion, that means you are active, you are alive, you are living your life. If you are not living for your dreams and passion, that means you are living dead body. ଯଦି ଆପଣମାନେ ଆପଣଙ୍କ ଉଦ୍ଦେଶ୍ୟ ପାଇଁ, ଆପଣମାନେ ଯେଉଁଟା କରିବା ପାଇଁ ଚାହୁଁଛନ୍ତି ସେଇଟା ସେଇ ହିସାବରେ କରୁଅଛନ୍ତି, ବଞ୍ଚୁଅଛନ୍ତି, ତାମାନେ ଆକ୍ଚୁଆଲି ପ୍ରକୃତ ଆପଣ ବଞ୍ଚୁଅଛନ୍ତି ଆପଣମାନଙ୍କର ଜୀବନକୁ। ଯଦି ଆପଣମାନେ ଯେଉଁଟା ମଧ୍ୟ ଚାହୁଁଛନ୍ତି ସେଇ ହିସାବରେ ଯଦି କାମ କରୁନ, ବଞ୍ଚୁନ, ତାମାନେ ଆପଣମାନେ ମରିଥିଲେ, ବଞ୍ଚିଥିଲେ ମଧ୍ୟ ମରିଥିବା ଲୋକ ସହିତ ସମାନ। ଏଇ ଗୋଟେ କଥାକୁ ମନେ ରଖନ୍ତୁ। So I would recommend to you and special to all the youth, live for your dreams and passion. ମୁଁ ସମସ୍ତଙ୍କୁ ଅନୁରୋଧ କରୁଅଛି, ମୁଁ ଏତିକି କହୁଅଛି, ଯେଉଁଟା ମଧ୍ୟ କରିବା ପାଇଁ ଚାହୁଁଅଛ ସେଇ ହିସାବରେ କର, ସେଇ ହିସାବରେ ବଞ୍ଚ। ମୁଁ ସମସ୍ତ ଯୁବତୀ କହୁଛି, ଅସଫଳତା ପାଇଁ ଡର ନାହିଁ। ଅସଫଳତା ହିଁ ଆମମାନଙ୍କୁ ବହୁତ କିଛି ଶିଖେଇଥାଏ। Failure is the best teacher. Learn from all the failures, mistakes. ଅସଫଳତା ଆମମାନଙ୍କୁ ଜୀବନ ବହୁତ କିଛି ଶିଖେଇଥାଏ। ଯେଉଁଟା ମଧ୍ୟ ଚାହୁଁଅଛ କରିବା ପାଇଁ ସେଇ ହିସାବରେ ବଞ୍ଚ, କାମ କର। ଯଦି ସଫଳତା ହେଲା ତାହେଲେ ଆପଣମାନେ ଖୁସି ମିଳିବ, ଖୁସି ହେବେ। ଯଦି ଅସଫଳତା ହେଲା ତାହେଲେ ଆପଣମାନେ ବୁଦ୍ଧିମାନ ହେବେ। ଅସଫଳତା ଆପଣମାନଙ୍କୁ ବହୁତ କିଛି ଶିଖେଇବ, ଆପଣମାନଙ୍କୁ ବହୁତ ଜ୍ଞାନବାନ ବନେଇବ। So don't be fear for the failure. ଅସଫଳତା ପାଇଁ ଭୟ କର ନାହିଁ। ଯେଉଁଟା ମଧ୍ୟ କରିବା ପାଇଁ ଚାହୁଁଅଛ, କରିବା ପାଇଁ ମନ କହୁଅଛି, ସେଇ ହିସାବରେ କର, କରିକି ଦେଖ, ବଞ୍ଚ ଥରେ। Live for your dreams and passion. ଆପଣଙ୍କ ଉଦ୍ଦେଶ୍ୟ ପାଇଁ, ଆପଣଙ୍କ ଉତ୍ତେଜିତ ପାଇଁ ବଞ୍ଚ ଆଉ କାମ କର। Your life will become blissful. ଆପଣମାନଙ୍କର ଜୀବନ ଖୁସିରେ ଜୀବନ କାଟିବ ଯଦି ଆପଣ ଉଦ୍ଦେଶ୍ୟ ପାଇଁ ବଞ୍ଚୁଅଛନ୍ତି। ଯେଉଁଟା ଚାହୁଁଛନ୍ତି ସେଇ ହିସାବରେ ଯଦି ଆପଣମାନେ କାମ କରିକି ଦୁଇ ପଇସା ରୋଜଗାର କରୁଛନ୍ତି ତାହେଲେ ଆପଣଙ୍କର ବହୁତ ଖୁସି ଜୀବନରେ ଆସିବ। ତାଠାରୁ ବଡ଼ ଖୁସି ଆଉ ଏଇ ଦୁନିଆରେ କେଉଁଠି ମଧ୍ୟ ମିଳିବ ନାହିଁ। Give importance to your purpose, for your vision, for your ambition, for your aim. And the visions and your ambition, your aim, your goal will give importance to you. Remember these things until your death in your life. ଆପଣମାନଙ୍କ ଉଦ୍ଦେଶ୍ୟ ପାଇଁ, ଆପଣମାନଙ୍କ ଉତ୍ତେଜିତ ପାଇଁ ଗୁରୁତ୍ୱ ଦିଅ। ତାହେଲେ ଆପଣମାନଙ୍କର ଉତ୍ତେଜିତ, ତାହେଲେ ଆପଣମାନଙ୍କ ଉଦ୍ଦେଶ୍ୟ, ଆପଣମାନଙ୍କର ଲକ୍ଷ୍ୟସ୍ଥଳ, ଆପଣମାନଙ୍କୁ ଯତ୍ନ କରିବା, ଆପଣମାନଙ୍କୁ ଗୁରୁତ୍ୱ ଦେବା
ଆପଣମାନଙ୍କୁ ଗାଇଡ୍ କରିବ। ଲିଭ୍ ଫର୍ ୟର୍ ଡ୍ରିମ୍ସ ଆଣ୍ଡ ପ୍ୟାସନ୍। ଆପଣମାନଙ୍କୁ ଉଦ୍ଦେଶ୍ୟ ପାଇଁ, ଆପଣମାନଙ୍କୁ ଉତ୍ତେଜିତ ପାଇଁ କାମ କର, ବଞ୍ଚ, ଉଠ। Wake up from your laziness, comfort zone, failures, mistakes that you have made and start to do what you are desired to do. ଆପଣମାନଙ୍କର ଅସଫଳତା ଠାରୁ, ଆପଣଙ୍କର ଭୁଲ ଠାରୁ ଶିଖ।